হ্যালো, হাই, নমস্କାର, জয় জଗନ୍ନାଥ। ଜୟ ଗଦାଧର ଜୟ ଜଗନ୍ନାଥ। ଜଗନ୍ନାଥ। ତ ବହୁତ ଦିନ ପରେ ଆମର ପୁଣି ଗୋଟେ ନୂଆ ଭିଡିଓ ସହିତ ଆସିଯାଇଛୁ। ଆମ ସହିତ ଆପଣମାନେ ଦେଖିପାରୁଥିବେ ଯେମିତି ଆମେ 3 ଜଣରୁ 2 ଜଣ ହେଇଯାଇଛୁ, ଆଉ ଜଣେ ବହୁତ ବିଜି ଅଛି। ଇଭିନ୍ କହିବାକୁ ଗଲେ ଆମେ 3 ଜଣ ହିଁ ବିଜି ଥିଲୁ। ଟିକେ ପର୍ସନାଲ ଲାଇଫରେ ସ୍ପେଶାଲି ମୋର କିଛି ପ୍ରୋବ୍ଲେମ ହେଇଯାଇଥିଲା ଯାହା ଦ୍ୱାରା କି ଆମେ ଭିଡିଓ କରିପାରୁନଥିଲୁ। ତ ପୁଣି ଆମେ ବ୍ୟାକ୍ ଟୁ ଆୱାର ଫର୍ମ କି ରେଗୁଲାର ଆମେ ଚେଷ୍ଟା କରିବୁ ଭିଡିଓ ଆପଣମାନଙ୍କୁ ଦେବା ପାଇଁ। ତ ଭିଡିଓ ଆରମ୍ଭ କରିବା ଆଗରୁ ମୁଁ ସମସ୍ତଙ୍କୁ କହିଦେବାକୁ ଚାହୁଁଛି କି ଏତେ ଦିନ ଭିଡିଓ ବନ୍ଦ ଥିଲା ତ ସେଥିପାଇଁ ଆମକୁ କ୍ଷମା କରିଦେବେ ଏବଂ ଆମ ଚ୍ୟାନେଲଟିକୁ ଟିକେ ଅଧିକ ମାତ୍ରାରେ ସବସ୍କ୍ରାଇବ କରନ୍ତୁ ଆଉ ଭିଡିଓଟିକୁ ଦେଖନ୍ତୁ। ତ ଆଜିର ଆମର ଯୋଉଟା କି ହଟ୍ ଟପିକ ବର୍ତ୍ତମାନ ରିସେଣ୍ଟଲି ଇଣ୍ଡିଆ ଆଉ ସାଉଥ ଆଫ୍ରିକାର ଟେଷ୍ଟ ସିରିଜ ଏଣ୍ଡ ହେଲା ଆଉ ଯୋଉଟା କି ଇଣ୍ଡିଆ ଫେଭରରେ ହିଁ ରେଜଲ୍ଟ ଆସିଲାନି। ୱେଲ୍ ଡନ୍ ସାଉଥ ଆଫ୍ରିକା ଯିଏକି ଏତେ ଦିନ ପରେ लगभग 25 वर्ष ପରେ ଇଣ୍ଡିଆରେ ଗୋଟେ ସିରିଜ ବିଜୟ କରିଛି ଟେଷ୍ଟ ସିରିଜ ସ୍ପେଶାଲି। ତ ସ୍ପେଶାଲ କଂଗ୍ରାଟ୍ସ ଟୁ ସାଉଥ ଆଫ୍ରିକା। ଏବଂ ଏହାର ରିଜିନ କଣ ଯେ କି ଇଣ୍ଡିଆ ଗୋଟେ ଏମିତି ଟିମ୍ ଥିଲା ଯେ କି ଇଣ୍ଡିଆନ ଟିମରେ ସରି ହୋମ ଗ୍ରାଉଣ୍ଡରେ ଯାହାକୁ କୁହାଯାଉଥିଲା ରାଜା କିଙ୍ଗ କିଙ୍ଗ ଅଫ ହୋମ ଗ୍ରାଉଣ୍ଡ ଯିଏ କି ଇଣ୍ଡିଆ ଥିଲା। ଦେବ ଦେବପ୍ରିୟ 2000 ମସିହାରୁ ନେଇକି 2024 ପର୍ଯ୍ୟନ୍ତ ଆମେ ମାତ୍ର 3ଟି ଟେଷ୍ଟ ସିରିଜ ଆମେ ହାରିଥିଲେ ମାନେ ଇଣ୍ଡିଆନ ବାସ୍। ହୋମ ସଏଲରେ। ହଁ। ତ ବର୍ତ୍ତମାନ କଣ ରିଜନ ଆସିଲା କି ଆମେ ଗୋଟେ 12 ଭିତରେ 12 ମନ୍ଥର ସ୍ପାନ ଭିତରେ ଅଲରେଡି ଆମେ ନ୍ୟୁଜିଲାଣ୍ଡ ଠୁ ହ୍ୱାଇଟ ୱାଶ ଆଣ୍ଡ ସାଉଥ ଆଫ୍ରିକା ଠୁ ହ୍ୱାଇଟ ୱାଶ ସାଉଥ ଆଫ୍ରିକା ଠୁ ଏବେ ହେଇସାରିଲେଣି। ହ୍ୱାଇଟ ୱାଶ ହେଲେ। ତ ମୁଁ ପ୍ରଥମେ ତ କହିବାକୁ ଚାହିଁବି କି ଟିମ୍ 11 ଯୋଉ ଅଛନ୍ତି ତାକୁ ଆସେମ୍ବଲ କରିବାକୁ ପଡିବ। नो ଡାଉଟ ଆମେ ପ୍ରଥମ ମ୍ୟାଚ କୋଲକାତାରେ ଜିତି ପାରିଥାନ୍ତେ କାରଣ ଆମର ଯେହେତୁ କ୍ୟାପ୍ଟେନ ଆମର ସୁମନ ଗିଲ୍ ଏଞ୍ଜର୍ଡ ଥିଲେ। ବଟ୍ ଆମେ ଜଣକୁ ନାଇଁ ମୁଁ ନିର୍ଭର ଦେଖ କରିକି ଦେଖ ଗଦାଧର ଶୁଣ ମୁଁ ଗୋଟେ ଜିନିଷ କହିସାରେ ମୁଁ ସେଇ ଜିନିଷକୁ କ୍ଲାରିଫାଇ କରିବାକୁ ଚାହେଁ। ମୋ ମନରେ ସେମିତି ଆସିଥିଲା ତ ସେଥିପାଇଁ ମୁଁ ଭାବୁଛି କି ଦେଖ ଟିମ୍ ଯେତେବେଳେ ଜିତା ଯାଏ ତ ଟିମ୍ 11କୁ ନେଇକି ଜିତା ଯାଏ ଆଉ ଟିମ୍ ଯେତେବେଳେ ହାରେ ତ ଟିମ୍ 11କୁ ନେଇକି ହିଁ ହାରେ। ସେଟା ତ ଠିକ ସେଇ କଥା। ଅନୁଯାୟୀ ମୁଁ କହିବି କି ମାନେ ଏଇ ଯୋଉ ଟେଷ୍ଟ ସିରିଜ ଆମେ ହାରିଲୁ ନା ବୋଲର ମାନେ ଭଲ ପରଫର୍ମାନ୍ସ କରିପାରିଲେ ନା ବ୍ୟାଟ୍ସମ୍ୟାନ ମାନେ ଭଲ ପରଫର୍ମାନ୍ସ କରିପାରିଛନ୍ତି। ତ ଗୋଟେ ଷ୍ଟାର୍ଟ ବର୍ତ୍ତମାନ ଆସୁଛି ଯେ ଆମର ଏଇ ସିରିଜରେ ମେନ୍ ଟ୍ୟାକେଲ ହଉଛି କଣ ସ୍ପିନକୁ ଟ୍ୟାକେଲ କରିପାରୁନାହାନ୍ତି। ବାସ୍। ଆଉ ଗୋଟେ ଷ୍ଟାର୍ଟ ଆସିଛି କଣ ବୋଥ ନା ଏଇ ସ୍ପିନ ଆଣ୍ଡ ସିରିଜରେ ପେସର ଟୋଟାଲ ବୋଥ ସ୍ପିନର ଆଣ୍ଡ ପେସର କୁ ଖେଳି ପାରୁନାହାନ୍ତି। ମାନେ ଏଇ ଟିମ ରେ ରବାଡା ନଥିଲା, ନୋକିଆ ନଥିଲା, ଆଉ କିଏ ତାଙ୍କର ଯୋଉ ଲୁଙ୍ଗି ଅନଗିଡି ସିଏ ବି ନଥିଲା। ଲୁଙ୍ଗି ଏନଗିଡ ବି ନଥିଲା। ତଥାପି ତାଙ୍କର ଦିଟା ତ ସେମାନେ ଅଲରାଉଣ୍ଡର, କିନ୍ତୁ ଫାଷ୍ଟ ବୋଲର ଅଲରାଉଣ୍ଡର, ପେସର ଅଲରାଉଣ୍ଡର ଆସିକି ଇଣ୍ଡିଆକୁ ମାନେ ଧରାଶାୟୀ କରିଦେଇ ପଳେଇଲେ। ଓକେ ତ ଆମର ବହୁତ ଗୁଡା ପଏଣ୍ଟ ଆମେ ନୋଟ ଡାଉନ କରିଛୁ ତ ଡିସ୍କସନ କରିବା ପାଇଁ। ତ ମୁଁ ପ୍ରଥମେ ପଏଣ୍ଟ ମୋ ସାଇଡରୁ ମୁଁ କହୁଛି କି ବର୍ତ୍ତମାନ ଆମର ଯୋଉ ଟିମ୍ 11 ଅଛନ୍ତି ବା ଆମର ଟିମ୍ 15 ଯୋଉ ଆମର ସିରିଜ ପାଇଁ ଡିସାଇଡ ହଉଛନ୍ତି ତ ସେଥିରେ ଆକ୍ଚୁଆଲି କାହାର ଭୂମିକା ଅଛି ଅବଭିୟସଲି ସିଲେକ୍ଟର ଭୂମିକା ଅଛି ଆଉ କୋଚର ବି ଭୂମିକା ଅଛି। ପ୍ରଥମତଃ ସିଲେକ୍ଟର କୋଚ୍ ଦେନ୍ କ୍ୟାପ୍ଟେନ୍ ଆଉ ଟିମ୍ ଦେନ୍ କ୍ୟାପ୍ଟେନ୍ ମ୍ୟାନେଜମେଣ୍ଟ। ହଁ, ନା ଟିମ୍ ଟିମ୍ ମ୍ୟାନେଜମେଣ୍ଟର ବି ମ୍ୟାନେଜମେଣ୍ଟ। କିଛି ଭୂମିକା ରହୁଛି ତ ସେଟାକୁ ଆମେ ଇଗ୍ନୋର କରିପାରିବାନି। ତ ରିସେଣ୍ଟଲି ବି ଆଚ୍ଛା WTC ର ପଏଣ୍ଟସ ଅପଡେଟ ହେଇଛି ଆଉ ଏଥିରେ ସବୁଠୁ ହଁ ମାନେ ଏମ୍ବାରେସିଂ ମୋମେଣ୍ଟ ଫର ଇଣ୍ଡିଆ ହଉଛି ଏମ୍ବାରେସ୍ ମୋମେଣ୍ଟ ହଉଛି ପରସେଣ୍ଟେଜ 50 ତଳକୁ ଅଛି ତଳକୁ ଇଣ୍ଡିଆର। ଅଛି ଆଉ ଇଣ୍ଡିଆ ପୁଣି ପାକିସ୍ତାନ ତଳକୁ ପଳେଇଛି। ହାୟ ରାମ। ଓ ମାଇ ଗଡ୍। This is, ଭାଇ very much embarrassing and disgusting ଡିସଗଷ୍ଟିଂ for ଡିସଗଷ୍ଟିଂ। yes. ଆଜ ଏ ଇଣ୍ଡିଆନ ଫ୍ୟାନ୍, ଆଜ ଏ କ୍ରିକେଟ ଫ୍ୟାନ୍, ମୁଁ କେବେ ଏକ୍ସପେକ୍ଟ କରିନଥିଲି କି ଇଣ୍ଡିଆ ରହିବ ପାକିସ୍ତାନ ତଳେ। ନା ନା, ପୁଣି ଟେଷ୍ଟରେ ଟେଷ୍ଟ ସ୍ପେଶାଲି ଆଉ ସେଇ ପୁଣି ହୋମ ସିରିଜ ହାରିକି। ଦେଖ ସୁମନ ଗିଲ୍ କ୍ୟାପ୍ଟେନ ହେବା ପରେ ସେ ଯୋଉ ଆମର ଫାଷ୍ଟ WTC ସାଇକେଲ ଷ୍ଟାର୍ଟ ହେଲା ଇଂଲଣ୍ଡରେ ଯାଇକି ସେ ଭଲ ପ୍ରଦର୍ଶନ କଲା। ମୁଁ ଆକ୍ଚୁଆଲି ପୁଣି ଏଇଠି ଏଇଠି ଆସିକି ଗଦାଧର ଟିକେ ଆଡ କରିବାକୁ ଚାହୁଁଛି। ଇଂଲଣ୍ଡରେ ଯୋଉ ହଁ ପରଫରମାନ୍ସ ଟା ଥିଲା ଯଦି ଆମେ ଦେଖିବାକୁ ଯିବା ଇଂଲଣ୍ଡରେ ଆକ୍ଚୁଆଲି ପିଚ୍ ବି ଫ୍ଲାଟ ପିଚ୍ ଥିଲା। ସେଥିରେ ବୋଥ ଇଂଲଣ୍ଡ ଟିମ୍ ବି ଭଲ ପରଫରମାନ୍ସ କରିଛି ଆଉ ଇଣ୍ଡିଆ ଟିମ୍ ବି ଭଲ ପରଫରମାନ୍ସ କରିଛି। ଏମିତି ନୁହଁ କି ଖାଲି ଶୁଭମନ ଗିଲ୍ ଭଲ ପରଫରମାନ୍ସ କରିଥିଲା। ନାଇଁ ତ କିନ୍ତୁ ହୋମ ସଏଲରେ ଶୁଣ ହୋମ ସଏଲରେ ଜିତିବାକୁ ହେଲେ ଆମର ମେନ୍ ଜିନିଷ ହଉଛି ସ୍ପିନକୁ ଟ୍ୟାକେଲ କରିପାରୁଥିବା ଟ୍ୟାକେଲ ଆଉ କରିବା ସ୍ପିନ ବାସ୍ ବୋଲର ବି ଭଲ ପରଫରମାନ୍ସ ପରଫରମାନ୍ସ କରିବା କରିବେ। ଦରକାର। ତ ବୋଥ ସାଇଡରୁ ଆମେ ଫେଲ କଲେ। ସରି।
ହଁ ବୋଥ ସାଇଡ୍ ରୁ ଆମେ ଫେଲ ଆଚ୍ଛା କଲେ। ଆଉ ଆଉ ଗୋଟେ ଜିନିଷ ଆଉ ଗୋଟେ ସବୁଠୁ ବଡ ମିସିଂ ଥିଲା ଅଶ୍ୱିନ ଆନ୍ନା। ଅଶ୍ୱିନର ରିଟାୟାରମେଣ୍ଟ ପରେ ଇଣ୍ଡିଆର ହୋମ ସିରିଜ ମାନେ ହଁ ଇଣ୍ଡିଆର ହୋମ ସିରିଜରେ ମାନେ ଏତେ ଖରାପ ପରଫର୍ମାନ୍ସ ମୁଁ କେବେ ଦେଖିନଥିଲି। ନ୍ୟୁଜିଲାଣ୍ଡ ଠୁ ବି ଆମେ ହାରିଥିଲୁ, ସେତେବେଳେ ବି ଅଶ୍ୱିନ ଥିଲା। ବଟ୍ ସେତେବେଳେ ବି ଅଶ୍ୱିନର ପରଫର୍ମାନ୍ସକୁ ଯଦି ଆମେ ମାନେ ସାଇଡ ଲାଇନ କରିଦେବା ତ ବାକି ସେମିତି ଭଲ ପରଫର୍ମାନ୍ସ କାହାରି ନଥିଲା ଆଜ ଏ ବୋଲର। ନାଇଁ ତ ସେଇ କଥାକୁ ନେଇକି ମୁଁ ଆକ୍ଚୁଆଲି ମୋର ଫାଷ୍ଟ ପଏଣ୍ଟ ରଖିଥିଲି କଣ କି ନା ଆମର ଯୋଉ ଗମ୍ଭୀର ଆମର ଯୋଉ ବର୍ତ୍ତମାନ କୋଚ୍ ଅଛନ୍ତି ସେ ବର୍ତ୍ତମାନ ଚାହୁଁଛନ୍ତି କି ମାନେ ତାଙ୍କ ହିସାବରେ ଚାହୁଁଛନ୍ତି କି ମୁଁ ସବୁ ମାନେ ମୋର ଯେତିକି ବି ପିଲା ଖେଳିବେ ସେମାନେ ସବୁ ସିଚୁଏସନରେ ଡିପାର୍ଟମେଣ୍ଟରେ ଆସିକି ବ୍ୟାଟିଂ କଣ୍ଟ୍ରିବ୍ୟୁଟ କରିପାରିବେ। କରିଥିବା ଦରକାର। ହଁ ମାନେ ସିଚୁଏସନ ଅଲରାଉଣ୍ଡର ହଁ କୁ ଏତେ ନେଇକି ବାସ୍ ଆମେ କଣ ମ୍ୟାଚ୍ ଜିତି ପାରିବା? ନା କେବେ ନୁହଁ, ଅଲରାଉଣ୍ଡର ଆମେ ଯଦି 20ଟା ଅଲରାଉଣ୍ଡର ନେଇକି ଯଦି ଆମେ ଖେଳିବା ଆମେ କଣ ମ୍ୟାଚ୍ ଜିତି ପାରିବା? କେବେ ନୁହଁ, କଦାପି ନୁହଁ। ତମେ ଯଦି 11 ବଦଳରେ 20 ବି ନେଇକି ଖେଳିବ ତାହେଲେ ବି ଜିତି ପାରିବନି। ଜିତି ପାରିବନି ନା। ଆମେ ଯଦି ଆଚ୍ଛା ଆଉ ବ୍ୟାକ୍ ଗୋଟେ ଜିନିଷ କରିବା ତମେ ବିରାଟ ଯେମିତି କୋହଲି କ୍ୟାପ୍ଟେନ୍ସିକୁ, କଥା ତ ଟିକେ ବିରାଟ କୋହଲି କ୍ୟାପ୍ଟେନ୍ସିକୁ, ହଁ ବିରାଟ କୋହଲି କ୍ୟାପ୍ଟେନ୍ସିରେ ସେ ଗୋଟେ ଷ୍ଟେଟମେଣ୍ଟ ଦେଇଥିଲା, ଆଇ ୱିଲ୍ ଗୋ ୱିଥ୍ ଦ 5 ପ୍ରପର ବୋଲର। ମାନେ 5ଟା ପ୍ରପର ବୋଲର ସହିତ ସେ ଯିବ, ସେଥିରେ 5ଟା ବୋଲର ଆଚ୍ଛା ଭିତରେ ଗୋଟେ ଅଲରାଉଣ୍ଡର ରହିବ। ପ୍ରପର ବୋଲର ବି ଦରକାର ଆଉ 5ଟା ବି ମାନେ ପ୍ରପର ବ୍ୟାଟର ବି ବ୍ୟାଟର ବି ଦରକାର। ଦରକାର, ହଁ ୱିଥ୍ ୱାନ୍ ବ୍ୟାଟର ବି ୱିକେଟ କିପର। ଦରକାର। ୟେସ୍। ତ ତ ସେଇ ଦେବପ୍ରିୟ ସେଇଥିପାଇଁ ତମେ ଯୋଉ ମାନେ ଜିନିଷ କହିଲ ବିରାଟ କୋହଲିର ଗୋଟେ ସକ୍ସେସ ରେଟ୍ ବର୍ତ୍ତମାନ ଥିଲା। ଯୋଉ ହଁ ବର୍ତ୍ତମାନ ହୁଁ ତମେ ହୁଁ ଯୋଉ ରୋହିତ ବିରାଟ ଆଉ ଅଶ୍ୱିନଙ୍କ କଥା ପକେଇଲ ତ ମୁଁ ଆଉ କିଛି ଜଣଙ୍କ ନାଁ ଆଡ କରିବାକୁ ଚାହୁଁଛି। ଆମର ଚେତେଶ୍ୱର ପୂଜାରା ଥିଲେ, ଅଜିଙ୍କ୍ୟ ରାହାଣେ ଆଉ ଥିଲେ। ଆମର ଅଜିଙ୍କ୍ୟ ରାହାନେ ଥିଲେ, ହନୁମା ବାସ୍ ବାସ୍ ବିହାରୀ ବି ତାଙ୍କୁ କଣ ପାଇଁ କନସିଡର କରାଯାଏ ମୁଁ ଜାଣିନି। ଜାଣି ମହମ୍ମଦ ହଁ ସାମି ବି ଗୋଟେ ଭଲ ପ୍ଲେୟାର ଅଛନ୍ତି। ହୁଁ ତ ଏଇ ଜିନିଷ କଣ ମାନେ ଗୋଟେ ଷ୍ଟାର କଲଚର ହଟେଇ ଦେଲା କିଏ? ଗୌତମ ଷ୍ଟାର ଗମ୍ଭୀର ଭାଇ, ଆସିକି କ୍ୟାପ୍ଟେନ ଷ୍ଟାର ହେଇକି। କଣ କହିବେ, ଶୁଭମନ ଗିଲ୍ ଷ୍ଟାର ନୁହଁ ନା T20ର ଅଭିଷେକ ଶର୍ମା ଏବେ ଷ୍ଟାର ନାଇଁ ନୁହଁ? ନାଇଁ, ହଁ ଭାଇ ମୁଁ ଆସିବି ଏଇ ଯିଏ ପଏଣ୍ଟ ଗୁଡାକୁ, ଯିଏ କିନ୍ତୁ ୱାନ୍ସ ପୂର୍ବରୁ IPL ରେ ଯୋଉମାନେ ଫେମସ ଷ୍ଟାର ହେଇଯାଉଛି କଲଚର ଥିଲେ, ସେମାନେ ଷ୍ଟାର ହେଇଯାଉଛନ୍ତି। ଆଉ ସେ ପୁରୁଣା ନାଇଁ ନାଇଁ ଦିନ ସେଇ ନାହିଁ କଥା, ଯେ ତମେ ଗୋଟେ ସେ ଯୋଉ ଟିମ ରେ ଷ୍ଟାର ଓନ୍ଲି କଲଚରକୁ ଜଣେ ଦି ଜଣ ହଟେଇବାକୁ ଷ୍ଟାର ଯାଇକି ରହିବେ। ଅଲରେଡି ସେଇ ଷ୍ଟାର କଲଚରକୁ ହଟେଇବାକୁ ଯାଇକି ତମେ ମାନେ ବର୍ତ୍ତମାନ ଟେଷ୍ଟ କ୍ରିକେଟକୁ ହିଁ ତମେ ମାନେ ଇଣ୍ଡିଆର ତମେ ସବୁଠୁ କହିବାକୁ ଡାଉନ ଗଲେ କରିଦେଲ। ଅଲମୋଷ୍ଟ ଡେଡ୍ ହିଁ କରିଦେଲ। ବାସ୍ ବାସ୍ ଭାଇ, ଷ୍ଟାର କିଏ କାରଣ ହୁଏ? ଦେଖ ଯାହାର ପରଫରମାନ୍ସ ସେଇଭଳିଆ 24 ଥାଏ ବର୍ଷ ସେ ହିଁ ହେଲାଣି। ଷ୍ଟାର ହୁଏ। ଗୋଟେ ଶୁଣ ଯଦି ମୁଁ ଆମେ ମୁଁ ଗୋଟେ କହିବାକୁ ଜିନିଷ ଯିବା, କହିବାକୁ ହଁ ହଁ ଚାହୁଁଛି ଦେବପ୍ରିୟ, 24 ବର୍ଷ ହେଲା, 24 ବର୍ଷରେ କେତେ କ୍ୟାପ୍ଟେନ ଯାଇଛନ୍ତି, କେତେ କ୍ୟାପ୍ଟେନ ଆସିଛନ୍ତି? ହୁଁ ହୁଁ ସେଇଥିରେ ମାନେ ବିରାଟ କୋହଲି ବି ଅଛି, ରୋହିତ ଶର୍ମା ବି ଅଛି, ସଚିନ ତେନ୍ଦୁଲକର ବି ଅଛି, ଆମର ମହେନ୍ଦ୍ର ସିଂ ଧୋନି ଯିଏକି ମାନେ ତମେ ଯାହାକୁ କହୁଥିଲ ଟେଷ୍ଟ କ୍ରିକେଟରେ ଫେଲ୍ଡ, ସିଏ ବି ଅଛନ୍ତି। ଅଛନ୍ତି। କିନ୍ତୁ ଆମେ କେବେ ଅଜିଙ୍କ୍ୟ ରାହାଣେ ବି ମାନେ କ୍ୟାପ୍ଟେନ୍ସି କରିଛନ୍ତି। ଅଜିଙ୍କ୍ୟ ରାହାଣେ ବି ଅଛି। ତ ଆମେ କେବେ ଟେଷ୍ଟରେ ମାନେ ହୋମ ସଏଲରେ ଆମେ ମାତ୍ର 3ଟା ସିରିଜ ହାରିଥିଲେ 24 ବର୍ଷ ବ୍ୟବଧାନରେ। ହୁଁ କିନ୍ତୁ ତମେ ଏବେ 12 ମାସ ସ୍ପାନ ଭିତରେ ତମେ 2ଟା ଟେଷ୍ଟ ମାନେ ସିରିଜ ହ୍ୱାଇଟ୍ ୱାଶ ହେଇଗଲ। ଭାଇ ତ ଦିସ୍ ଇଜ ମାନେ ବହୁତ ବଡ ସିରିଜ ହାରିବା କଥା ଏଇଟା ମାନେ ଗୋଟେ କହିବାକୁ ଗଲେ। ପ୍ରିଭିୟସ କ୍ୟାପ୍ଟେନ ଅଣ୍ଡରରେ ସିରିଜ ହାରିବା ତ ଦୂରର କଥା, ମ୍ୟାଚ ହାରିଲେ ବି ଆମକୁ ଖରାପ ଲାଗୁଥିଲା। ଇଭେନ ବିରାଟ କୋହଲି ଆଉ ରୋହିତ ଅବଭିୟସଲି ଶର୍ମାର ମାନେ ଯଦି ଆମେ ସ୍ପାନ ଦେଖିବା, ବିରାଟ କୋହଲି କ୍ୟାପ୍ଟେନ୍ସିରେ ତ ଇଣ୍ଡିଆ 2ଟା ମ୍ୟାଚ ଟୋଟାଲ ହାରିଛି, ମାନେ ଟେଷ୍ଟ ମ୍ୟାଚ କହିବାକୁ ଯଦି ଯିବା ହୋମ ଟେଷ୍ଟ ସଏଲରେ। ମ୍ୟାଚ୍। ଆଉ ରୋହିତ ହଁ ଶର୍ମାର ବି ସେମିତି, ଯଦି ଆମେ ନ୍ୟୁଜିଲାଣ୍ଡ ସିରିଜକୁ ଆମେ କନସିଡର ନ କରିବା, ସେମିତି 3ଟା କି 4ଟା ଆପ୍ରୋକ୍ସିମେଟ, ମୋର ଠିକ ସେ ମନେ ପଡୁନି, ବଟ୍ ସେଇ ସେତିକି ଭିତରେ ହିଁ ରହିବ। କିନ୍ତୁ ଆମେ ରିସେଣ୍ଟଲି ଯଦି ଆମେ ଗୌତମ ଗମ୍ଭୀର ଆଫ୍ଟର କୋଚିଂ ରେ ଜଏନ କଲା ପରେ ଯଦି ଆମେ ଦେଖିବା, ନ୍ୟୁଜିଲାଣ୍ଡ ସହିତ 3ଟା ମ୍ୟାଚ, ବର୍ତ୍ତମାନ ସାଉଥ ଆଫ୍ରିକା ସହିତ 2ଟା ମ୍ୟାଚ ଅଲରେଡି ହ୍ୱାଇଟ୍ ୱାଶ ହେଇସାରିଲାଣି, ମାନେ 5ଟା ମ୍ୟାଚ। ହୁଁ ମତେ ତ ସବୁଠୁ ସକିଂ ଲାଗୁଛି ଯେ ନୀତିଶ କୁମାର ରେଡ୍ଡୀକୁ ପ୍ରଥମ ମ୍ୟାଚରେ ଟିମରେ କନସିଡର କରିନଥିଲେ। ସେକେଣ୍ଡ ମ୍ୟାଚ ନା ପାଇଁ ଟିମରେ କନସିଡର କଲେ, ପୁଣି ଡାଇରେକ୍ଟ ପ୍ଲେଇଂ 11କୁ ଆସିଲେ। ଯେତେବେଳେ କି ଅକ୍ଷର ପଟେଲ ଭଳିଆ ଗୋଟେ ବ୍ୟାଟର ଅଲରାଉଣ୍ଡର ଯଦି ଆମେ ଦରକାର ଥିଲା, ତ ଅକ୍ଷର ପଟେଲ ଭଳିଆ ଗୋଟେ ମାନେ ଅଲରାଉଣ୍ଡର, ଟପ୍ ଅଲରାଉଣ୍ଡର ଟିମରେ ବସିଛି, ତାକୁ କଣ ପାଇଁ ଖେଳାଗଲାନି? वी शुड क्वेश्चन दिस। ହୁଁ ନାଇଁ ତାପରେ ବି ନାଇଁ ଜିନିଷ ହଉଛି ଦେଖ, ତମେ ଯୋଉ ଟିମ୍ 15 ଯୋଉ ମାନେ ବାଛୁଛ, ତ ତମେ ସେଇଥି ଭିତରେ ଏମିତି ଟିମ୍ ବାଛ କି ମାନେ ସମସ୍ତେ ଅଲରାଉଣ୍ଡର ନେଇକି ଆମେ କିଛି କରିପାରିବାନି। ମାନେ 7 8 ଜଣ ଅଲରାଉଣ୍ଡର ନେଇକି ଆମେ କଣ ଦରକାର? ମୁଁ ମାନୁଛି ବର୍ତ୍ତମାନ ଇଣ୍ଡିଆରେ ମାନେ ଏମିତି ପ୍ଲେୟାର ଅଛନ୍ତି କି ଯୋଉଠି ଅଲରେଡି ଆମେ ଦେଖୁଛେ କି ଅଲଗା ଆଡେ ବି ଯାଇକି ଏସିଆ କପ୍ ଖେଳୁଛନ୍ତି, ପ୍ଲସ ଏ ଯୋଉ ହଂକଂ ସିକ୍ସେସ୍ ବି ଖେଳୁଛନ୍ତି। ଖେଳୁଛନ୍ତି ହଁ। ନା ହଂକଂ ମୁଁ ସିକ୍ସର୍ସ କୁ ଆମେ ମାନ କନସିଡର କରିବାନି। ସରି ସେଟା ଆମର ଯୋଉ ଅଣ୍ଡର 19 ବି
ତ ଯେତେବେଳେ ମାନେ ଅଲମୋଷ୍ଟ ମାନେ ଇଣ୍ଡିଆ ଇଣ୍ଡିଆର ହିଁ ଏ 3ଟା ଟିମ୍ ରାଇଜିଂ ଯାଇକି ଷ୍ଟାର ହଁ ହଁ 3ଟା ମାନେ ଟିମ୍ ଯାଇକି ଖେଳୁଛନ୍ତି ବାହାରେ, ମାନେ ମେନ୍ ଟିମ୍ ଗୋଟେ ହେଇଗଲା ଆଉ 2ଟା ଅଲଗା ଟିମ୍ ଯୋଉମାନେ ଅଛନ୍ତି। ତ ତା ବୋଲି ନୁହଁ ଯେ ଆମେ ସବୁ ଅଲରାଉଣ୍ଡରକୁ ଆଣିକି ଭାଇ ଗୋଟେ ଟିମ୍ ରେ ପୁରେଇଦବା, ମାନେ 15ଟା ଟିମ୍ ଭିତରେ ଫିଟ୍ କରିବା, ବୁଝିପାରୁଛ ତ? ଆଉ ହଁ ଗୋଟେ ଜିନିଷ ହଉଛି ଯଦି ତମେ ବର୍ତ୍ତମାନ ଜିନିଷ ହଉଛି କଣ, ମାନେ ଆମକୁ ମାନେ ଗମ୍ଭୀର ଆଇଡିଆ ମତେ ଗୋଟେ ଜିନିଷ ଲାଗୁଛି କି, ମାନେ ଅଲମୋଷ୍ଟ ମତେ ଲାଗୁଛି ତାର ଯୋଉ ପ୍ଲାନ୍ ଟା ଅଛି, ମାନେ ସେ T20ରେ ବି ସେଇ ଜିନିଷ ଆପ୍ଲାଏ କରୁଛି, ODIରେ ବି ସେଇ ଜିନିଷ ଆପ୍ଲାଏ କରୁଛି, ଟେଷ୍ଟରେ ବି ସେଇ ଜିନିଷ ଆପ୍ଲାଏ କରୁଛି। କିନ୍ତୁ ସେମିତି ତ ହବନି ନା। ହବନି ଆମେ କେବେ ବି ହବନି। କୋଉ ସିରିଜ କୁ ଆମେ କେତେ ଇମ୍ପୋର୍ଟାନ୍ସ ଦବା, କୋଉ ପ୍ଲେୟାର କୁ ଖେଳେଇବା, କୋଉ ପ୍ଲେୟାର କୁ ବସେଇବା, କିମ୍ବା ତାର ଇମ୍ପ୍ରୁଭମେଣ୍ଟ ପାଇଁ ଆମେ କଥା କରିବା, ତ ସେଇଟା ବି କଥା ହବାର ଅଛି ନା, ଅଛି ବା ସେଇ ବିଷୟରେ ବି ଚିନ୍ତା କରିବାର ଅଛି। ଗୋଟେ ତ ଦେଖ ଆମର ଯେମିତି ମାନେ ଗୋଟେ ଫର୍ମାଟ, ଆମର ଯେମିତି ଗୋଟେ ପୂର୍ବରୁ ଥିଲା ଫର୍ମାଟ ବାଲା ପ୍ଲେୟାର କିଏ ଆସୁଥିଲେ ନା, ଆମର ଅଜିଙ୍କ୍ୟ ରାହାଣେ ଆସୁଥିଲେ, ଚେତେଶ୍ୱର ପୂଜାରା ପୂଜାରେ ଆସୁଥିଲେ, ଆସିଥିଲେ ହନୁମା ବିହାରୀ ଆସୁଥିଲେ, ସ୍ପେଶାଲିଷ୍ଟ ହଁ ସ୍ପେଶାଲି, ଆଉ ଅଶ୍ୱିନ ବି ଆସୁଥିଲେ, ହଁ କାରଣ ଅଶ୍ୱିନକୁ ଆମେ ହ୍ୱାଇଟ ବଲ ରେ କନସିଡର କରୁନଥିଲେ। ହୁଁ ତ ବର୍ତ୍ତମାନ ତମ ପାଖରେ ବି ଫର୍ମାଟ ବାଲା ପ୍ଲେୟାର ଅଛନ୍ତି। ଅଛନ୍ତି। ସରଫରାଜ ଖାନ ଯିଏକି ମାନେ ଭଲ ପ୍ରଦର୍ଶନ କରି ପରଫର୍ମ କରୁଥିଲା ଆସୁଛି। ହଁ। ନ୍ୟୁଜିଲାଣ୍ଡ ତମକୁ ଯଦି ସିରିଜରେ ବି ସେ ପ୍ରପର ତାର ବ୍ୟାଟର ଗୋଟେ ଦରକାର, 150 ବନେଇକି ଯାଇଛି। ତମକୁ ଏମିତି ଯଦି ନୁହଁ କି ପ୍ରପର ସେ ବ୍ୟାଟର ଟୋଟାଲ ଦରକାର, ହଁ ହନୁମା ବିହାରୀ ମାନେ ଯିଏକି ଅଶ୍ୱିନୀ ସହିତ ମିଶିକି ଟେଷ୍ଟ କୁ ଡ୍ର କରିଥିଲା ଅଷ୍ଟ୍ରେଲିଆରେ, ବାସ୍ ତମେ ତାର ମେଲବର୍ଣ୍ଣରେ କଣ୍ଟ୍ରିବ୍ୟୁସନ କାହିଁ ତମେ ଭୁଲି ଯାଉଛ? ତମେ ଯଦି ଚାହଁ ଭାଇ ଖାଲି ରନ୍ ସ୍କୋର କରିଦେଇ ୱିକେଟ ନେଇଯାଇକି ତମେ ମ୍ୟାଚ ଜିତି ପାରିବନି ଭାଇ। ପ୍ରପର ମାନେ ଠିକ ସମୟରେ ଠିକ ଖେଳ ଦେଖିବାକୁ ପଡିବ, ଯୋଉ ବାସ୍ ସମୟ ଡିଫେନ୍ସିଭ ଦରକାର। ଟେଷ୍ଟ ମ୍ୟାଚ ବର୍ତ୍ତମାନ ଆଜି କଣ ହେଲା, ଆଜି ଗୋଟେ ଦରକାର ଥିଲା କି ଆମକୁ ଗୋଟେ ମାନେ ଚେତେଶ୍ୱର ପୂଜାରା କିମ୍ବା ହନୁମା ବିହାରୀ ଭଳିଆ ଗୋଟେ ପ୍ଲେୟାର ଦରକାର ଥିଲା କି ଯିଏ ଖାଲି ବଲକୁ ଟ୍ୟାକେଲ କରିବ, ଡିଫେନ୍ସ କରିକି ଖେଳିବ। ତ ତମ ଟିମ୍ 11ରେ ତ ସେଇଭଳିଆ ପ୍ଲେୟାର ହିଁ ନାହିଁ, ତ ତମେ ଜିତିବ କୋଉଠୁ ମ୍ୟାଚ? ନାଇଁ ଯଦି ଆମେ ପ୍ଲେଇଂ 11 କୁ ଦେଖିବା ପ୍ରିଭିୟସ ମ୍ୟାଚ ର ଆଉ ଆଜି ମାନେ ଏଇ ମ୍ୟାଚ ର ଫାର୍ଷ୍ଟ ମ୍ୟାଚ ଆଉ ସେକେଣ୍ଡ ମ୍ୟାଚ ର ପ୍ଲେଇଂ 11 ଗୋଟେ ବିଗ କନସର୍ନ ଥିଲା 3 ନମ୍ବର ପ୍ଲେସ। ଓପନିଂ ତ ଠିକ ଅଛି, ରାହୁଲ ହୁଁ ଜୟସୱାଲ ଆସୁଛନ୍ତି। ଫାର୍ଷ୍ଟ ମ୍ୟାଚ ରେ ମାନେ କୋଲକାତା ବାଲା ମ୍ୟାଚ ରେ 3 ନମ୍ବରରେ ଆସିଥିଲା ୱାଶିଂଟନ ସୁନ୍ଦର, ଆଉ ଏ ମ୍ୟାଚ ରେ ପୁଣି ସାଇ ସୁଦର୍ଶନକୁ ଆଣିଲେ। ରିଜିନ କଣ, ମାନେ ଏତେ ଏକ୍ସପେରିମେଣ୍ଟ କଣ ଦରକାର? 3 ନମ୍ବର ନା ମୁଁ ପ୍ଲେୟର ତ ସେଇ କଥା କହୁଛି, 3 ନମ୍ବର ତମେ ତ ସାଇ ସୁଦର୍ଶନକୁ କନସିଡର କରିଛ, ମାନେ ଅଲରେଡି ତମେ ସେଇଥିପାଇଁ ହିଁ ନେଇଛ ସେଇ ପୋଜିସନ ପାଇଁ। ତ ତମେ ସାଇ ସୁଦର୍ଶନକୁ ଖେଳେଇଲନି କଣ ପାଇଁ ଫାର୍ଷ୍ଟ ମ୍ୟାଚରେ? ତ ସେଇଟା ହଉଛି ଗୋଟେ ଗମ୍ଭୀର ବଡ ଜାନେ କନସର୍ନ। ଭଗବାନ ଜାନେ। ଆଉ ଗୋଟେ ଷ୍ଟାର୍ସ ଆସିଛି କଣ, ଆମର ଯୋଉ ଏଇ ସିରିଜରେ ଟୋଟାଲ 7 ଜଣ ପ୍ଲେୟାର 100 ଉପରେ ସ୍କୋର କରିଛନ୍ତି, ସେଥିରୁ ମାତ୍ର 2 ଜଣ ହିଁ ମାତ୍ର ଅଛନ୍ତି ଇଣ୍ଡିଆର ଯିଏକି 100 ଉପରେ ଯାଇଛନ୍ତି, ସିଏ ହଉଛି ୱାଶିଂଟନ ସୁନ୍ଦର ଆଉ ରବୀନ୍ଦ୍ର ଜାଡେଜା। ବାସ୍। ବାକି ସମସ୍ତେ ତ ବର୍ତ୍ତନ ଧଉଥିଲେ ବର୍ତ୍ତନ। ଆଉ ବର୍ତ୍ତମାନ ଦୁଃଖର କଥା ଏଇଆ କି ଯେ ଆମର ଗୋଟେ ବେଟର ମାନେ ଓପନର ଯିଏ ଜୟସୱାଲ, ତାଙ୍କର ବର୍ତ୍ତମାନ ଫର୍ମ ଟି ନାହିଁ, ଯୋଉଟା ନା ମୁଁ ଫର୍ମ ବହୁତ ନାହିଁ ଦୁଃଖିତ ମୁଁ ତ ଅଛି। କହିବିନି, ହଁ ଏମିତି ଆସେ ଗୋଟେ ମିଡିଲ ଫେଜ ଆସେ। ଫର୍ମ ନାହିଁ ମୁଁ ହଁ କହିବିନି, ମିଡିଲ ଆସେ ଫେଜ ବଟ୍ ଆସେ, ବଟ ମୁଁ ଏଟା ନାଇଁ ନାଇଁ ଆଶ୍योର କରିପାରୁଛି ଯେ ଜିନିଷ ହଉଛି ନେକ୍ସଟ କଣ ସିରିଜ କୁ ଜୟସୱାଲ ଗୋଟେ ଭଲ ପରଫର୍ମାନ୍ସ କରିବ। କାହିଁକି ନା ଜୟସୱାଲ ଏତେ ବି ମାନେ ମାନେ ହେଇନି। ସେ ସଟ୍ ଲଗଉଛି ଠିକ ଅଛି, ହୁଁ ସବୁ ହୁଁ ଠିକ ଅଛି, ବଟ ଟିକେ ଯୋଉ ମାନେ ଅନଫର୍ଚୁନେଟଲି କଟ ଆଉଟ୍ ବାଲା, ହେଇଯାଉଛି। ହଁ କଟ ମାରିବାକୁ ଯାଇକି ବହୁତ ପାଖ ବଲ କୁ ସେ କଟ ମାରା ଯାଉଛି ଆଉ ସେ ଆଉଟ ହେଇଯାଉଛି, ତ ସେଇଟା ତାକୁ ଟିକେ ଇମ୍ପ୍ରୁଭମେଣ୍ଟ କରିବାର ଅଛି। ନହେଲେ ବାକି ଠିକ ଅଛି। ଜୟସୱାଲ ଉପରେ ମୁଁ କୋଶ୍ଚେନ ବି ଉଠଉନି। ଏତେ ୟଙ୍ଗ ମାନେ ଗୋଟେ ବ୍ୟାଟର ଉପରେ ଆମେ ଯଦି ସବୁବେଳେ ନିର୍ଭର କରିବା, ତ ସେଟା ହଉଛି ଆମର ଭୁଲ। ରାହୁଲ ବି ଅଛି, ହୁଁ 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 ରାହୁଲ ଆମକୁ ଗୋଟେ ମାନେ କେଏଲ ରାହୁଲ ବି ଅଛି। କନଷ୍ଟାଣ୍ଟ ପରଫରମନ୍ସ ଦେଇଥିଲା ଇଂଲଣ୍ଡରେ, ବଟ ଏବେ ସେଇଟା ତା ପାଖକୁ ମିଳିନି। ତ ସେଟାକୁ ଆମେ ଟିକେ ଇଏ କରିପାରିବା, କାହିଁକି ନା ହଁ ସେ ଆମକୁ ମାନେ ପ୍ରିଭିୟସ ମ୍ୟାଚରେ କି ସରି ପ୍ରିଭିୟସ ସିରିଜ ଗୁଡାରେ ଭଲ ପରଫରମନ୍ସ ଦେଇଛେ, ବଟ ଆମେ ଯଦି ଆସିବା ଏଗେନ ତାପରେ ସବୁ ମ୍ୟାଚରେ ତ ଏମିତି ନୁହଁ କି ରାହୁଲ ଆଉ ଜୟସୱାଲ ଉପରେ ହିଁ ଆମେ ଡିପେଣ୍ଡ କରିବା। ତ ବାକି ଯୋଉ ହୁଁ 9 ଜଣ ଖେଳୁଛନ୍ତି ସେମାନେ କଣ କରିବେ? ସେମିତି ବୋଲିଂ ଡିପାର୍ଟମେଣ୍ଟରେ ଯଦି ଆମେ ସବୁବେଳେ ସେଇ ଜସପ୍ରୀତ ବୁମରାଠୁ ୱିକେଟ ଏକ୍ସପେକ୍ଟ କରିବା, କି ଜାଡେଜାଠୁ ୱିକେଟ ଏକ୍ସପେକ୍ଟ କରିବା, ତ ବାକି ଯୋଉମାନେ ଅଛନ୍ତି ଏତେ ଅଲରାଉଣ୍ଡର ଅଛନ୍ତି, ନୀତିଶ କୁମାର ରେଡ୍ଡି କଣ ପାଇଁ ବୋଲିଂ ଦେଲାନି? ଯେତେବେଳେ ଦେଇଛି, ଦେଲାନି ନୁହଁ, ଦେଇଛି ବହୁତ କମ ଦେଇଛି। ଯଦି ଗୋଟେ ଅଲରାଉଣ୍ଡର ନାଇଁ ଖେଳୁଛି, ଦେଇଛି କେତେବେଳେ, ଯେତେବେଳେ ସେମାନେ ରେଡ୍ ଦରକାର ମାନେ ଥିଲା ମେନ୍ ବୋଲର ମାନଙ୍କୁ। ହଁ ଯଦି ତମେ ଅଲରାଉଣ୍ଡର କନସିଡର କରୁଛ, ତ ପରଫରମାନ୍ସ ବି ଅଲରାଉଣ୍ଡର ଭଳିଆ ଦେବା ଦରକାର। ନହେଲେ ତାଠୁ ଭଲ ତ
ଗୋଟେ ପ୍ରପର ବ୍ୟାଟର ଖେଳାଅ ନହେଲେ ପ୍ରପର ବୋଲର ଖେଳାଅ। ଓକେ ଠିକ ଅଛି ଦେବପ୍ରିୟ, ଆମେ ତ ଗୋଟେ ମାନେ ଏଇଟା ଗୋଟେ ଇଣ୍ଡିଆର ମାନେ କଣ କୁହନ୍ତି ମାନେ ଗୋଟେ ଟିମ ମ୍ୟାନେଜମେଣ୍ଟ କୁ ମାନଙ୍କର କଣ ଭୁଲ ଅଛି ସେଇ ବିଷୟରେ ଆମେ କଥା ହେଇଗଲେ, ଯୋଉଟା କି ମାନେ ସବୁ ଜିନିଷର କଣ କହିଲ ଗୋଟେ ସଲ୍ୟୁସନ ବାହାର କରିବା ଆମେ ଚେଷ୍ଟା କରିବା। ତ ଆମର ଯେମିତି ଭିଡିଓର ଥମ୍ବନେଲ ବା ଆମର ଟ୍ୟାଗଲାଇନ ଅଛି ହାଉ ଟୁ ଫିକ୍ସ ଇଣ୍ଡିଆନ କ୍ରିକେଟ ଟିମ୍। ଦେଖ ଇଣ୍ଡିଆନ ତ କ୍ରିକେଟ ସେଇ ଟିମକୁ ଫିକ୍ସ କରିବା ତ ବର୍ତ୍ତମାନ ଟାଇମରେ ନିହାତି ଜରୁରୀ, କାହିଁକି ନା ହୁଁ ଏମିତି ଯଦି ଚାଲିବ ତ ମତେ ଲାଗୁଥିଲା ଏଇ ଯୋଉ WTC ସାଇକେଲ ଟା ଇଣ୍ଡିଆ ପାଇଁ ସବୁଠୁ ମାନେ ବେଷ୍ଟ ସାଇକେଲ ଥିଲା, ମାନେ ମେ ଗୋଟେ ବି ହଁ କ୍ୱାଲିଫାଇ ମାନେ କରିବା ଗୋଟେ ପାଇଁ ଫେଭରରେ ଫାଇନାଲରେ। ଫେଭରରେ ହଁ, ଥିଲା, କାରଣ ଅଲରେଡି ଆମେ ଟ୍ୟାକଲ କରିକି ଆସିଛେ କାହାକୁ, ଇଂଲଣ୍ଡକୁ। ଇଂଲଣ୍ଡକୁ ଆଉ ୱେଷ୍ଟଇଣ୍ଡିଜ କୁ ଆମେ ଅଲରେଡି ହରେଇ ହରେଇ ସାରିଛେ। ସାରିଲେ। ଆଉ ଆମର ଏଇ କଥାଟା ଆମର କାଲି ଆମର ମେନ୍ ତୋ ଜିନିଷ ସହିତ ହଉଛି କଣ, ଅଫଲାଇନରେ ଡିସ୍କସ କରୁଥିଲି। ହଁ ଆଉ ଗୋଟେ ମେନ୍ ଜିନିଷ ହଉଛି କଣ, ଆମର ଅଷ୍ଟ୍ରେଲିଆ ବି ଆମେ ଅଷ୍ଟ୍ରେଲିଆ ଯିବାର ନାହିଁ, ଆମ ଅଷ୍ଟ୍ରେଲିଆ ବି ଆସିବ ହୋମ ସିରିଜ ଅଛି, ଅଷ୍ଟ୍ରେଲିଆ ଆସିବାର ଅଛି। ବାସ୍ ଖାଲି ଗୋଟେ ଜିନିଷ ଆମର କଣ ଆସିବ ନା ଆମର ନ୍ୟୁଜିଲାଣ୍ଡ ଟା ଆମେ ଆଉଏ ଖେଳିବା ସିରିଜ। ବାସ୍ ତ ସେଇଟା ଗୋଟେ ଖାଲି କନସର୍ନ ଅଛି, ବାକି ଅଲମୋଷ୍ଟ ମାନେ ଇଣ୍ଡିଆ ଫେଭରରେ ମ୍ୟାଚେସ୍ ଗୋଟେ ଥିଲା। ଥିଲା। ମାନେ ଆକର୍ଡିଂ ଟୁ ମାନେ ଲୋକେସନ ମାନେ ଇଣ୍ଡିଆନ ହୋମ ସିରିଜ ହୋମ ପାଇଁ। ସିରିଜ ବାସ୍। ଓକେ ଠିକ ଓକେ ଅଛି। ତ ଠିକ ଅଛି, ଆଉ ବର୍ତ୍ତମାନ ଗୋଟେ ଆମେ ଜିନିଷ କିଛି ହଉଛି, ପଏଣ୍ଟ ଡିସ୍କସନ କରିବା। ହଁ ହଁ ତ ମାନେ କୋଉ ପଏଣ୍ଟ ଉପରେ ମାନେ ଇଣ୍ଡିଆ କାମ କଲେ ମେ ବି ଟିମ୍ ବେଟର ହେଇପାରିବ। ତ ପ୍ରଥମ ଜିନିଷ ତ ଆସୁଛି କି ଆମେ ମାନେ ଅଲରାଉଣ୍ଡର ଯୋଉ ଏତେ ଗୁଡା ଖେଳଉଛେ, ମାନେ ନମ୍ବର ଟା ଟିକେ କମେଇବାକୁ ପଡିବ, ନୋ ଡାଉଟ ଭାଇ। ମୋ କାରଣ ମତରେ ପ୍ରପର ମୋ ବ୍ୟାଟର ପ୍ରପର ମତରେ ବୋଲର ତ ଯେମିତି ଦରକାର। ଆଗରୁ ଅଶ୍ୱିନ ଆଉ ଜାଡେଜା ପ୍ରପର ଅଲରାଉଣ୍ଡର ହିସାବରେ ଖେଳିଲେ, ସ୍ପେଶାଲି ହୋମ ସିରିଜରେ ଆମକୁ ସେମିତି ହୁଁ ଦିଟା ହିଁ ଅଲରାଉଣ୍ଡର ଦରକାର। ଆଇଦର ତମେ ଯଦି କୁଲଦୀପ ଯାଦବକୁ ଖେଳଉଛ ମାନେ ରିଷ୍ଟ ସ୍ପିନର, ମୁଁ ତ ଚାହିଁବି କୁଲଦୀପ ଯାଦବ ଖେଳିବା ଦରକାର ଟିମରେ। ତ କୁଲଦୀପ ଯାଦବ ସହ ସ୍ପିନିଂ ଡିପାର୍ଟମେଣ୍ଟରେ ମୁଁ ପ୍ରିଫର କରିବି ଆଇଦର ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, କିମ୍ବା ରବୀନ୍ଦ୍ର ଜାଡେଜା ଅକ୍ଷର ପଟେଲ। ବାକି ସେଟା ଗ୍ରାଉଣ୍ଡକୁ ନେଇକି ସେଟା ଡିଫର କରିପାରେ, ଏଇଟା ଗ୍ରାଉଣ୍ଡ ଗୋଟେ ନାଇଁ ଇଏ ଦେବ ଅପସନ ରହିବ। ଦେବପ୍ରିୟ, ମୋର ଆଉ ଗୋଟେ ଜିନିଷ ମନେ ପଡୁଛି, ହୁଁ ନୀତିଶ ରେଡ୍ଡି। ଓକେ, ହଁ ନୀତିଶ ରେଡ୍ଡି ମୋ ମତରେ ମାନେ ବର୍ତ୍ତମାନ ତ ସେ ବହୁତ ମ୍ୟାଚେସ୍ ଖେଳିନି, ହୁଁ ବଟ୍ ଆଗରୁ ଗୋଟେ ଜିନିଷ ଥିଲା, ଉମେଶ ଯାଦବକୁ ଆମେ ବେଶୀ ହୋମ ସିରିଜ ନ ଖେଳେଇକି ଆଉ ଏ ସିରିଜ ଖେଳଉଥିଲେ। ତ ସେମିତି ବି କିଛି ପ୍ଲେୟାର ଥାନ୍ତି କି ମାନେ ହୋମ ସିରିଜରେ ସେମାନେ ବେଟର ପରଫମାନ୍ସ କରିପାରନ୍ତିନି, ମାନେ ହ୍ୱାଇଟ ବଲ୍ କଥା ନୁହଁ, ମୁଁ ରେଡ୍ ବଲ୍ କଥା କହୁଛି, କିନ୍ତୁ ସେମାନେ ଆଉ ଏ ସିରିଜ ଯାଇକି ଭଲ ପରଫମାନ୍ସ କରନ୍ତି। ଏମିତି ନାଇଁ ବି ଏମିତି କିଛି ନୁହଁ ଯେ ଟ୍ୟାଲେଣ୍ଟକୁ ଆମେ ମାନେ ଉମେଶ ଯାଦବ ଖାଲି ଆଇଏ ସିରିଜ ଖେଳିଲା। ଉମେଶ ଯାଦବର ଭଲ ନା ମାନେ ନା ହୋମ ମାନେ ରେକର୍ଡ ମୁଁ ବି ଅଛି। କହୁଛି ମାନେ ଭଲ ଇଶାନ୍ତ ଶର୍ମାକୁ ଆମେ ଇଂଲଣ୍ଡକୁ ନେଇକି ଯାଉଥିଲେ। ହଁ, ଇଂଲଣ୍ଡ ଅଷ୍ଟ୍ରେଲିଆ। ମାନେ ଗୋଟେ ଆଉ ଏ ସିରିଜରେ ଏବେ ଦେଖ ଆମର ଯୋଉ ଶିଖର ଧାୱନ ଥିଲା, ସିଏ ବି ଆଉ ଏ ସିରିଜ ଯାଇକି ଅଷ୍ଟ୍ରେଲିଆକୁ ମାନେ ନୋ ଡାଉଟ ସେମାନେ ହୋମ ସିରିଜରେ ଭଲ ଖେଳୁଥିଲେ, କିନ୍ତୁ ସେମାନେ ଟ୍ୟାକେଲ କରିପାରୁଥିଲେ ଭଲ ଆଉ ଏ ସିରିଜରେ। ହଁ ତ ସେମିତି ବି କିଛି ଟ୍ୟାଲେଣ୍ଟ ଅଛନ୍ତି ମାନେ ଭଲ ନା ପରଫମାନ୍ସ କରିବେ ନୋ ଗୋଟେ ଡାଉଟ, ଗୋଟେ କିନ୍ତୁ ସେମାନଙ୍କୁ ହୁଁ ହୁଁ କିନ୍ତୁ ସେମାନଙ୍କୁ ମାନେ ହୋମ ସିରିଜରେ ମେ ବି ତମେ ରେଷ୍ଟ ଦେଇପାର, ତ ତାଙ୍କୁ ଆଉ ଏ ସିରିଜ ପାଇଁ ରଖିପାର। କିମ୍ବା ଯଦି ହୋମ ସିରିଜରେ ଆଗରୁ କାହାକୁ କନସିଡର କରାଯାଉଥିଲା ମାନେ ଅଶ୍ୱିନୀ ଜାଡେଜା ଛାଡିକି ଆମେ ଅକ୍ଷର ପଟେଲ କନସିଡର କରୁଥିଲେ। କନସିଡର କରୁଥିଲେ। ହଁ ହଁ, ତ ହୋମ ସିରିଜରେ ତ ଏମିତି କିଛି ପ୍ଲେୟାରକୁ ବି ବାଛିବାକୁ ପଡିବ କି ନାଇଁ ଆମେ ଆଉ ଏ ସିରିଜରେ କିଛି ଜଣ ଖେଳେଇବା, ହୋମ ସିରିଜରେ କିଛି ଜଣ ଖେଳେଇବା। ସେଇଟା ବି ମ୍ୟାଟର କରେ ମାନେ ସେମାନଙ୍କର କରେଣ୍ଟ ଫର୍ମ ଉପରେ। ବଟ୍ ଏଇଟା ଖାଲି ଗୋଟେ ମାଇଣ୍ଡକୁ ଆସିଲା ବୋଲି ସେଇ ମାନେ ଏଇ ଜିନିଷଟା ମୁଁ ତମ ମାନଙ୍କୁ ସେୟାର କଲି। ନାଇଁ ଯଦି ଆମେ ଆଉ ଏ ଓକେ। ସିରିଜକୁ ଯିବା, ଆଉ ଏ ସିରିଜରେ ସ୍ପେଶାଲି ଇଣ୍ଡିଆ ଯାଉଥାଏ, ମୋର ମନେ ଅଛି ବିରାଟ କୋହଲି ଅଣ୍ଡର ହଉ କିମ୍ବା ରୋହିତ ଶର୍ମା ଅଣ୍ଡରରେ ହଉ, ପ୍ରପର ହୁଁ ଫାଷ୍ଟ ବୋଲର ତିନିଟା ଖେଳୁଥାଏ। ବାକି ଯଦି ଅଲରାଉଣ୍ଡିଂ ଫାଷ୍ଟ ବୋଲର ଯେମିତି ଶାର୍ଦୁଲ ଠାକୁର ହେଇଗଲା, ସେଇ ଟାଇପର ଯଦି ମିଳିଗଲା ହୁଁ ଭଲ କଥା। ମଝିରେ ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟାର ଡେବ୍ୟୁ ସମୟ ଥିଲା ଇଂଲଣ୍ଡରେ ସେ ଗୋଟେ ଭଲ ହୁଁ ହୁଁ ପରଫର୍ମାନ୍ସ ବି କରିଥିଲା ଆଜ ଅଲରାଉଣ୍ଡର, ବୋଥ ବ୍ୟାଟିଂ ଆଉ ହୁଁ ବୋଲିଂରେ। ହାର୍ଦ୍ଦିକ ପାଣ୍ଡ୍ୟାର ବୋଲିଂରେ ଇଂଲଣ୍ଡରେ ଡେବ୍ୟୁ ଥିଲା ନା ସାଉଥ ଆଫ୍ରିକା, ମୋର ଠିକ ସେ ମନେ ନାହିଁ। ଓକେ, ତ ଯାଉ ହାର୍ଦ୍ଦିକ ପାଣ୍ଡ୍ୟାର ବି ଭଲ ପରଫର୍ମାନ୍ସ ଥିଲା। ତ ତାପରେ ସିଏ ଟେଷ୍ଟ କ୍ରିକେଟ ଆଉ ଏତେ ପ୍ରିଫର କରିନାହିଁ ତାର ମାନେ ଇଞ୍ଜୁରୀ କଣ୍ଡିସନ ପାଇଁ। ତ ଯାହା ବି ହଉ ସେ ହୁଁ ଛାଡ। ତ ସେଇଭଳିଆ ଆମେ ଯେତେବେଳେ ହୋମ ସିରିଜ ଆସୁଥିଲା, ହୋମ ସିରିଜରେ ଆମେ ଦେଖୁଥିଲୁ ଚାରିଟା ବୋଲର ଭିତରୁ ମେ ବି ଦିଟା ଫାଷ୍ଟ ବୋଲର ଆଉ ଦିଟା ସ୍ପିନର, ଗୋଟେ ଅଲରାଉଣ୍ଡର ସହିତ ଆମେ ଯାଉଥିଲୁ। ମ୍ୟାକ୍ସିମମ୍ ପାଞ୍ଚଟା ବୋଲର ଯଦି ହେଲା ତ ଗୋଟେ ଅଲରାଉଣ୍ଡର ସହିତ ଯାଉଥିଲୁ। ତ ମୁଁ ଭାବୁଛି ସେଇ ଫର୍ମାଟକୁ ଆଉଥରେ ଆମକୁ ବ୍ୟାକ୍ କରିବାକୁ ପଡିବ। ଆଉ ଗୋଟେ ମେନ୍ ଜିନିଷ ଆଚ୍ଛା ହଉଛି, ଆଉ ଆଉ ଗୋଟେ ଗୋଟେ ମେନ୍ ଜିନିଷ କଣ ଆଉ ହେଲା ଗୋଟେ ବିବେକ, ଆଉ ଗୋଟେ ମେନ୍ ଜିନିଷ ହଁ ହଉଛି ଯେତେ ଜଣ ପ୍ଲେୟର ଅଛନ୍ତି ତାଙ୍କର ଗୋଟେ ଫିକ୍ସ ପୋଜିସନ ଦରକାର।
ଖାଲି ଏମିତି ନୁହଁ ଯେ ଓପନିଂ କୁ ହୁଁ ଛାଡିଦେଲେ ଆଉ ହୁଁ ସମସ୍ତେ ଭାଇ ତୁ 6 ନମ୍ବର ମାନେ ଖେଳୁଥାଉ ସ୍ପେସିଆଲି ଆସିକି 3 ନମ୍ବରରେ ଖେଳ। ସ୍ପେସିଆଲି ଟେଷ୍ଟ କ୍ରିକେଟ ପାଇଁ ସ୍ପେସିଆଲି ଟେଷ୍ଟ ସ୍ପେଶାଲି କ୍ରିକେଟ ପାଇଁ। ହଁ ବିରାଟ କୋହଲି ହେଇଗଲା, ଚେତେଶ୍ୱର ପୂଜାରା ହେଇଗଲା କିମ୍ବା ଅଜିଙ୍କ୍ୟ ରାହାଣେ ହେଇଗଲା, ସେମାନେ ଏତେ ମାନେ ଇଏ କଣ ପାଇଁ ଆଜି ତାଙ୍କର ଷ୍ଟାର୍ସ ଯଦି ଆମେ ଦେଖିବା ସେମାନେ ଏତେ ମ୍ୟାଚିଓର ଟେଷ୍ଟ ପ୍ଲେୟର କଣ ପାଇଁ? ସେମାନେ ଗୋଟେ ପର୍ଟିକୁଲାର ପ୍ଲେସ ରେ ହିଁ ଖେଳୁଥିଲେ। ଚେତେଶ୍ୱର ପୂଜାରା 3 ହୁଁ ନମ୍ବର ମାନେ 3 ନମ୍ବର ଫିକ୍ସ। ହଁ ଯଦି ସେମିତି କିଛି ଦରକାର ତ ଆମେ 3 ନମ୍ବରରେ ରିଷଭ ପନ୍ଥକୁ ବି ପଠେଇଛୁ ଯେତେବେଳେ ଆଟାକିଂ କ୍ରିକେଟ ଦରକାର। ସେଟା ମାନେ 10ଟାରୁ ହୁଁ ଗୋଟେ ମ୍ୟାଚରେ ହଉଥିଲା। ଏମିତି ନୁହଁ କି 10ଟାରୁ 5ଟା ମ୍ୟାଚ୍ କି 10ଟାରୁ 7ଟା ମ୍ୟାଚରେ ହଉଥିଲା, ଏମିତି ନୁହଁ। 10ଟାରୁ 9ଟା ଦେଖ ମ୍ୟାଚରେ ପରେ ଆମକୁ ଆଉ ଗୋଟେ ଗୋଟେ ଜିନିଷ ପରଫେକ୍ଟ ଆଉ ପ୍ଲେଇଂ ଗୋଟେ 11 ଜିନିଷ ଦରକାର। ହଁ ହୁଁ ହୁଁ ଆଉ ଗୋଟେ ଜିନିଷ ମୋର ମାନେ କନସର୍ନ ଆସିଲା ମାନେ ଏବେ ଜଷ୍ଟ ମାଇଣ୍ଡ କୁ ଆସିଲା ଆମେ ଏଇ ମ୍ୟାଚ୍ ରେ 3 ଜଣ ୱିକେଟ କିପର କୁ ଖେଳୁଥିଲେ କେଏଲ ହଁ ରାହୁଲ ମାନେ ନୋ ଡାଉଟ ଟେଷ୍ଟ ରେ ସେ କରୁନି ବଟ୍ ରିଷଭ ପନ୍ଥ ଆଉ ଧ୍ରୁବ ଜୁରେଲ ହଁ ଧ୍ରୁବ ଜୁରେଲକୁ ଆମେ କନସିଡର କଣ ପାଇଁ କଲେ ନା ପୂର୍ବରୁ ସେ ଯୋଉ ଆମର ପ୍ରାକ୍ଟିସ ମ୍ୟାଚ୍ ଯୋଉ ହେଇଥିଲା ସେଥିରେ ସେ ବ୍ୟାକ୍ ଟୁ ବ୍ୟାକ୍ ସେଞ୍ଚୁରୀ କରିଥିଲା ଓକେ ହଁ ସେଟାର ବାକି ଗୋଟେ କଥା ଧ୍ରୁବ ଜୁରେଲ ନହେଲେ ଆଉ ଗୋଟେ କଥା ହଉଛି ଯେହେତୁ ହଁ ଗିଲ୍ ଜିନିଷ ଆଉ ଗୋଟେ ଶୁଣ ଆଉ ମାନେ ଗୋଟେ ଆମ ଜିନିଷ କଣ କ୍ୟାପ୍ଟେନ ଗିଲ୍ ଇଞ୍ଜର୍ଡ ଥିଲା ତ ସେଥିପାଇଁ ବି ଠିକ ଅଛି ସେଟା ଆମେ ହଁ ବୁଝିପାରିବା। ହଁ ନାଇଁ ନାଇଁ ତାପରେ ଆଉ ଗୋଟେ ଜିନିଷ ବି ଯଦି ଜଣେ ଧ୍ରୁବ ଜୁରେଲ କଣ ଆମର ହଉଛି ଆଫ୍ଟର ରିଷଭ ପନ୍ଥ ହୁଁ ମାନେ ସେ ସେକେଣ୍ଡ ବ୍ୟାଟିଂ ଚଏସ୍ କରିବାକୁ ଆସେ ୱିକେଟ କିପର। ହଁ ମାନେ ୱିକେଟ କିପର କଥା ଛାଡିଦିଅ ମୁଁ ବ୍ୟାଟିଂ ଅର୍ଡର କଥା ହଁ କହୁଛି। ହଁ ହଁ ତ ଆଉ ଗୋଟେ ଜିନିଷ ବି ତମେ ଯଦି ୱାସିଂଟନ ସୁନ୍ଦରକୁ ବି ତମେ ଯଦି ମାନେ ଉପରେ ଖେଳିବାକୁ ଚାହିଁଲ ତ କାହିଁ ଚାହିଁଲନି କି ଧ୍ରୁବ ଜୁରେଲ ଆସିକି ବ୍ୟାଟିଂ କରିଥାନ୍ତା କାରଣ ସେ ଭଲ ଖେଳୁଥିଲା ହୁଁ ମେ ହୁଁ। ବି ତାକୁ ଟିକେ ଗେମ୍ ଟାଇମ ଦେଲେ ସେ କାଳେ ଭଲ ପରଫମାନ୍ସ କରିପାରିଥାନ୍ତା। ଛାଡ ଯାହା ତ ହେଲା ହେଲା। ତ ଏଇଟା ବି ଗୋଟେ ହଁ ଯାହା ତ ହେଇଗଲା ହେଇଗଲା ବଟ୍ ମାନେ ଗୋଟେ ମାଇଣ୍ଡ କୁ ଆସିଲା ହୁଁ ହୁଁ ତ ଠିକ ଅଛି ଆଉ ଗୋଟେ ଜିନିଷ ହଉଛି ଅ ମାନେ ଏଇ ସବୁ ଜିନିଷ ଗୁଡା ହଟେଇବାକୁ ପଡିବ କାରଣ ଅ ତିନିଟା ଯାକ ମତେ ତ ଏବେ ଲାଗୁଛି କି ସେ ଗମ୍ଭୀର ଏମିତି ଚାହୁଁଛି କି ତିନିଟା ଯାକ ଫର୍ମାଲରେ ସେମ୍ ମାଇଣ୍ଡ ସେଟ୍ ଠିକ ଅଛି ସେମ୍ ପ୍ଲେୟାରକୁ ବି ସେ ନେଇ ନବାକୁ ଚାହୁଁଛି ନା ମାନେ ମୁଁ ଜାଣିନି କଣ ପାଇଁ ବଟ୍ ଟେଷ୍ଟ କ୍ରିକେଟ ପାଇଁ ତ ଭାଇ ମାନେ ଗୋଟେ ସ୍ପେଶାଲିଷ୍ଟ କହିବାକୁ ଗଲେ ଦରକାର ଟେଷ୍ଟ ଟେଷ୍ଟ ଫର୍ମାଟ ବାଲା ସ୍ପେଶାଲିଷ୍ଟ ଦରକାର। ଟେଷ୍ଟ ସ୍ପେଶାଲିଟି ଯେମିତି ଆଗରୁ ଖେଳୁଥିଲେ ପୂଜାରା ରାହାନେ ତ ସେଇମାନଙ୍କ ଭଳିଆ ଗୋଟେ ପ୍ଲେୟାର ଦରକାର। କାରଣ ଅଲରେଡି ତମ ପାଖରେ ରିଷଭ ପନ୍ଥ ଅଛି ଯିଏକି ତମକୁ ଗେମ୍ ଟାଇମର ଯଦି ତମକୁ କମ ବଲରେ କିମ୍ବା ଏତିକି ଟାଇମ ଭିତରେ ସ୍କୋର କରିବାର ଅଛି ତ ସିଏ ନୋ ଡାଉଟ ସିଏ ତାର କାପାସିଟି ଅଛି ସିଏ ବାଡେଇ ଦବ। କିନ୍ତୁ ତମକୁ ମାନେ ମ୍ୟାଚ ବଞ୍ଚିବାକୁ ହେଲେ ତମକୁ ଭାଇ ସେଇଭଳିଆ ପ୍ଲେୟାର ଯେମିତି ହେଲେ ଦରକାର। ହୁଁ ତମ ହୋମ ସିରିଜ ହଉ କି ଆଉ ଏ ସିରିଜ ହଉ ସେମିତିଆ ପ୍ଲେୟାର ମାନେ ଆଟଲିଷ୍ଟ ମାନେ ଦିଟା ତ ଦରକାର ଭାଇ ମିନିମମ୍ ନୋ ଡାଉଟ। ଆଉ ଆଇ ହୋପ କି ଯେମିତି ଆସୁଛି ନେକ୍ସଟ ସଣ୍ଡେ ଠୁ ଆରମ୍ଭ ହଉଛି ଆମର ୱାନ ଡେ ସିରିଜ ଏଇ ପରଫମାନ୍ସ ଟା ଇଣ୍ଡିଆର ମାଇଣ୍ଡ ସେଟ ମାନେ ୱାନ ଡେ ମାଇଣ୍ଡ ସେଟ ରେ ଯେମିତି ନ ପଡୁ। ମୁଁ ସେଇଟାରେ ମାନେ ହୋପ ନା କରୁଛି। ୱାନ ଡେ ମାଇଣ୍ଡ ସେଟ ରେ ଗୋଟା ପଡିବନି ବଟ୍ ଜିନିଷ ହଉଛି କଣ କି ଏତେ ବର୍ଷ ହେଲାଣି ତମେ ଗୋଟେ ଅରା ମାନେ କ୍ରିଏଟ କରିକି ଆସିଛ ତ 24 ବର୍ଷ ହେଲାଣି ଇଣ୍ଡିଆନ ହୋମ ସଏଲ ରେ ଯେହେତୁ ଗୋଟେ ମାନେ ଏତେ ବଡ ଓଡିଆରେ ଗୋଟେ କଥା ଅଛି ଜିନିଷ ହେଇନଥିଲା ଯେ 12 ହୁଁ ବର୍ଷର ତପସ୍ୟା ସମସ୍ତଙ୍କୁ ଇଶାରା ଶୁଖୁଆ କାଫି ପୋଡାରେ ହେଇଯିବ ଗଲା ବାସ୍। ଠିକ ଅଛି। ଓକେ ହଉ ତ ଛାଡ ବର୍ତ୍ତମାନ ତ ଯଦି ଆମେ ଠିକ ଅଛି କହିବା ବର୍ତ୍ତମାନ ତ ମେନ୍ ହଁ ଜିନିଷ ଆଉ ଗୋଟେ ହଉଛି ଜିନିଷ ହଁ ଲାଷ୍ଟ ଜିନିଷ ହଉଛି କଣ ଥିଲା କି ଠିକ ଅଛି ଇଣ୍ଡିଆ ହାରିଗଲା ବାକି କାଲି ଯୋଉ ଷ୍ଟେଟମେଣ୍ଟ ଆସିଥିଲା ସାଉଥ ଆଫ୍ରିକା କୋଚଙ୍କ ପାଖରୁ ଆମର ମୁଁ ଯୋଉ ସେଇଟା ପ୍ରେସ କନଫରେନ୍ସ ରେ କହିବାକୁ ନା ଚାହୁଁଥିଲି। କାହିଁକି ତମେ ତ ଅଲରେଡି ଏତେ ରନ୍ ହେଇଯାଇଥିଲା ତମେ ମାନେ କଣ ପାଇଁ ଆଉ ଟିକେ ଆଗରୁ ଡିକ୍ଲେୟାର କରୁନଥିଲା। ଡିକ୍ଲାର କାହିଁ କରୁନଥିଲ ତ ସିଏ ଗୋଟେ ଯୋଉ ଷ୍ଟେଟମେଣ୍ଟ ଦେଇଥିଲା କି ମାନେ ଗ୍ରେଭ ଗୋଟେ ମାନେ ଗୋଟେ ୱାର୍ଡ ଟା ୟୁଜ କରିଥିଲା ଯୋଉଟା କି ମୋ ମତରେ କ୍ରିକେଟ ଇଜ ମାନେ ସମସ୍ତେ କୁହନ୍ତି କି ଜେଣ୍ଟଲମ୍ୟାନ୍ସ ଗେମ୍ ତ ଠିକ ଅଛି ଜଣେ ଯଦି ରାଗିକି ଗୋଟେ ପ୍ଲେୟାର ହିଁ କହିପାରିବ କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ସବୁବେଳେ କୁଲ ରହିବା ଦରକାର। ବାକି କାରଣ ମୁଁ କହିବି ସେଟା ତାଙ୍କର ପର୍ସନାଲ ମାନେ ଇଣ୍ଡିଭିଜୁଆଲ ମେ ବି ହେଇପାରେ ଇଣ୍ଡିଭିଜୁଆଲ କଥା ତ ହଁ ମାନେ ସେମାନେ କହିଛନ୍ତି ଇଣ୍ଡିଭିଜୁଆଲ ସିଏ ନାଇଁ ଭାଇ କଣ ପାଇଁ ତମେ ତମେ କହିଛି ଆମେ ବୁଝିବା ଦରକାର ଯେହେତୁ ସେମାନେ ହଁ ଏତେ ବର୍ଷ ଇଣ୍ଡିଆକୁ ଆସିକି ମାନେ ସିରିଜ ହାରି ଯାଇଥିଲେ ତ ତାଙ୍କ ଉପରେ ହାରିଛନ୍ତି ସେଟା ବି ହଁ ଗୋଟେ ନାଇଁ ମାନେ ନାଇଁ ଇଏ ରହୁଥିଲା ଜିନିଷ ବି ହଁ ଆଉ ସେ ଏତେ ବର୍ଷ ପରେ ତାଙ୍କୁ ଗୋଟେ ମୁଁ ଚାନ୍ସ ମିଳି ଯେତେବେଳେ ସେମାନେ ସେଟା ହୁଁ ଚାହିଁଲେ କି ଆମେ ଚାନ୍ସ ର ସହିତ ମାନେ ଠିକ ଭାବରେ ତାକୁ ଉପଯୋଗ କରିବା ଦରକାର ତ ସେମାନେ କରିଦେଲେ ଠିକ ନାଇଁ ଅଛି। ଯେତେବେଳେ ସାଉଥ ଆଫ୍ରିକାରେ ଆମର କ୍ୟାପ୍ଟେନ୍ସି ଡିଭିଲିୟର୍ସ କ୍ୟାପ୍ଟେନ୍ସି କରୁଥିଲା ଆଉ ଗୋଟେ ମ୍ୟାଚ୍ ବଞ୍ଚେଇବାକୁ ଆସିଥିଲେ ଆମର ହାସିମ ଆମଲା ଆଉ ଏବେ ଡିଭିଲିୟର୍ସ ଆଉ ଆମର କଣ ଫାଫ ଡୁ ପ୍ଲେସିସ କ୍ୟାପ୍ଟେନ ଥିଲେ ହଁ ବୋଧେ ସେତେବେଳେ
ତ ସେତେବେଳେ ଫାଫ୍ ଡୁ ପ୍ଲେସିସ୍ କହିଥିଲା କି ମାନେ ଇଣ୍ଡିଆ ଏମିତି କଣ କରୁଛି ନା ହୋମ ସିରିଜ ରେ ତ ଫାଷ୍ଟ ବ୍ୟାଟିଂ କରିଦଉଛି, ବହୁତ ରନ୍ ର ପାହାଡ ପୁରା କରିଦଉଛି। ତ ଆମ ମାନଙ୍କୁ କଣ କରୁଛି ନା ଠିକ ମାନେ ଟି ପରେ ଅଲମୋଷ୍ଟ ଆଫ୍ଟରନୁନ ରେ ବ୍ୟାଟିଂ କରିବାକୁ ଦେଇ ଦଉଛି। ଆଉ ଆଫ୍ଟରନୁନ ରେ ହିଁ ଆମର 2-3ଟା ୱିକେଟ ପଳଉଛି। ଆଉ ପ୍ଲସ୍ ଆମର ଯୋଉ ସକାଳୁ ନେକ୍ସଟ ଡେ ରେ ଯୋଉ ସକାଳୁ ଆମେ ବ୍ୟାଟିଂ କରିବାକୁ ଆସୁ, ସେଥିରେ ତାଙ୍କର ଫାଷ୍ଟ ବୋଲର ମାନେ ବି ୱିକେଟ ନେଇଯାଉଛନ୍ତି। ହେଇଯାଉଛନ୍ତି। ତ ଆମେ ମାନେ ଅଲରେଡି ମାନେ ଏତିକି ମାନେ ଗୋଟେ 20 ଓଭର ଭିତରେ ଆମେ ଅଲରେଡି ବ୍ୟାକଫୁଟ କୁ ପଳଉଛୁ। ପଳଉଛୁ। ତ ସେଇ ଜିନିଷ ଟା ବର୍ତ୍ତମାନ ଇଣ୍ଡିଆ ଉପରେ ଭାରି ପଡିଯାଇଛି। ମାନେ ଟିକେ ତାର ଯୋଉ ଟିକେ ଷ୍ଟେଟମେଣ୍ଟ ଟା ଥିଲା ଗୋଟେ ହଁ ଟିକେ ଟିକେ 7-8 ଗଦାଧର। ବର୍ଷ ପୂର୍ବରୁ। ହଁ ତ ଟିକେ ଗଦାଧର ମୁଁ ଏଇ କଥାଟା ଆକ୍ଚୁଆଲି କହିବାକୁ ଚାହିଁବି ଯେ ଠିକ ଅଛି ସେଟା ହୁଁ ସାଉଥ ଆଫ୍ରିକାର ତାର ପର୍ସନାଲ ଇଏ ବି ଆମେ କହିପାରିବା, କିମ୍ବା ସେମାନେ ଗୋଟେ ଫ୍ରଷ୍ଟ୍ରେଟ ହେଇକି ଏତେ ବର୍ଷ ହେଲା ଫ୍ରଷ୍ଟ୍ରେଟ ହେଇକି ଥିଲେ, ତ ଆଜି ତାଙ୍କର ଫ୍ରଷ୍ଟ୍ରେଟ ର ଯୋଉ ଇଏଟା ବେଲୁନ ଟା ଫାଟିଗଲା ତ କହିଦେଲେ ଠିକ ଅଛି ଛାଡ, ଲେଟ୍ ଇଟ୍ ଗୋ। ଠିକ ଅଛି। ଓକେ, ତ ଆମେ ଭିଡିଓ ଏଣ୍ଡ ଓକେ, କରିବା। ତ ଦେବପ୍ରିୟ ଗୋଟେ ଜିନିଷ, ତ ବହୁତ ଦିନ ହେଲାଣି ଆମେ ତ ଭିଡିଓ ଆଣିନଥିଲେ। ହଁ ଆଉ ଇତି ମଧ୍ୟରେ ଆମର ଆଇପିଏଲ କୁ ବି ନେଇକି ବହୁତ ମାନେ ଟ୍ରେଡ ସବୁ ସରିଯାଇଛି। ଆଇପିଏଲ ର ମାନେ ସବୁଠୁ ଯୋଉମାନେ ସକିଂ ବାହାରିବାର ଟ୍ରେଡ ଥିଲା ଥିଲା ବାହାରି ମୋ ପାଇଁ ଯାଇଛନ୍ତି। ସଞ୍ଜୁ ସାମସନ ଆଉ ରବୀନ୍ଦ୍ର ଜାଡେଜାର। ଓକେ, ତ ସେଟା ଆମେ ଓକେ ପରେ ଠିକ ଡିସକସ ଅଛି, ତ କରିବା। ପରେ ଆମେ ହଁ ପରେ ଆମେ ଅଲଗା ଭିଡିଓ ଡିସକସନ କରିବା। ହଁ ତାପରେ ଆମେ ଅଲଗା ଭିଡିଓ ଡିସକସନ କରିବା। ଅଲସୋ ଦେବପ୍ରିୟ ଖାଲି ଗୋଟେ ଜିନିଷ ଖାଲି ଏଇ ଭିଡିଓରେ କହିଦିଅ, ଆମର ଯୋଉ ନା ଠିକ ଅଛି ଆଉ ଗୋଟେ ଭିଡିଓରେ ଆମେ ଆଣିବା, କାରଣ ଅଲରେଡି ବହୁତ ଟାଇମ ହେଇଗଲାଣି, ମାନେ ହଁ ଡ୍ୟୁରେସନ ହଁ ହଁ ହେଇଗଲାଣି ଏଇ ଭିଡିଓର ଲେନ୍ଥ ବଢିଗଲାଣି ଭିଡିଓର। ହଁ ତ ଓଡିଆଇ ସିରିଜ ଆମର ଷ୍ଟାର୍ଟ ହଉଛି ସଣ୍ଡେ ରୁ। ଅଲସୋ ଆମର 25 ନଭେମ୍ବର ମାନେ ଆସନ୍ତା କାଲି ଯୋଉ ଥିଲା, ଆମେ ଆଜି 26 ତାରିଖରେ ଭିଡିଓ ଟା ବନଉଛୁ। 25 ତାରିଖରେ ଅଲରେଡି ଫିଚର୍ସ T20 ହେଇସାରିଛି ୱାର୍ଲଡ କପ୍ T20 ୱାର୍ଲଡ କପ୍ ହେଇସାରିଛି। 2026। ହଁ 2026 ପାଇଁ ଅଲରେଡି ଫିଚର୍ସ ଆନାଉନ୍ସମେଣ୍ଟ ହେଇଯାଇଛି। ଆଉ ଇଣ୍ଡିଆ ତ ହ୍ୱାଇଟ ବଲ ରେ ଭଲ ପରଫମାନ୍ସ କରୁଛି, ତ ହୋପ ଭଲ ପରଫମାନ୍ସ କରୁ। ତ ଟେଷ୍ଟ କ୍ରିକେଟ ତ ଏବେ ବର୍ତ୍ତମାନ ନାହିଁ। ହୋମ ସିରିଜ ଅଛି ବୋଧେ ଆଫ୍ଟର ଆଇପିଏଲ, ତ ଅଲମୋଷ୍ଟ ଅଗଷ୍ଟ ପରେ। ଅଗଷ୍ଟ ମାସରେ ଓକେ, ଅଛି ତ ଦୁଇ ହଜାର ଦେଖାଯାଉ। ଛବିଶରେ ତ ଦେଖାଯାଉ ସେତି ଭିତରେ କିଛି ପ୍ଲେୟାରକୁ ଆମେ ଯଦି ମାନେ ଗ୍ରୁମ କରିପାରିବା। ହଁ ଗ୍ରୁମ କରିପାରିବା। ତ ଓକେ, ନା ତ ପ୍ଲେୟର ଭିଡିଓଟି ବହୁତ ଗ୍ରୁମ ବଡ କରିବା ହେଇଯାଇଥିବ। ଦରକାର ନାହିଁ। ଯୋଉମାନେ ବି ଅଛନ୍ତି ସେଇମାନଙ୍କର ମାନେ ଗୋଟେ ଏକ୍ସପିରିଏନ୍ସ ହବାର ଅଛି। ସେମାନେ ଯାଇକି ହୁଁ ଡୋମେଷ୍ଟିକ ଖେଳନ୍ତୁ ଆଉ ପରଫରମାନ୍ସ ଦିଅନ୍ତୁ, ବାସ୍ ଦ୍ୟାଟ୍ସ ଇଟ୍। ଓକେ, ତ ଭିଡିଓ କୁ ଆମେ ବେଶୀ ଲମ୍ବା କରିବାନି। ତ ଏଥି ସହିତ ମୁଁ ଆପଣମାନଙ୍କୁ ଯେମିତି ଭିଡିଓ ଷ୍ଟାର୍ଟିଂ ରେ ରିକ୍ୱେଷ୍ଟ କରିଥିଲି କି ଟିକେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ମୁଁ ଭାବୁଛି ଯେ ଆମର, ହଁ ମୁଁ ଜାଣିଛି ଆମର ଭିଡିଓ ଟିକେ ଆସିପାରୁନଥିଲା କିଛି କାରଣ ଯୋଗୁ। ତ ଏବେ ପୁଣି ଆମେ ଚେଷ୍ଟା କରିବୁ କି ରିସେଣ୍ଟଲି ଆଣିବା ପାଇଁ, ତ ଗ୍ୟାରେଣ୍ଟି ଦେଇପାରୁନି କାହିଁକି ନା ଆହୁରି ବି କିଛି କାମ ବାକି ଅଛି। ତ ସବୁ ସରିଲା ପରେ ଆମେ ହୋପ କରୁଛୁ କି ଡିସେମ୍ବର ମିଡ ରୁ ଆମର ରେଗୁଲାର ଭିଡିଓ ଚାଲିବ। ତ ଆପଣ ମାନେ ସେଇ ଭିଡିଓକୁ ରେଗୁଲାରଲି ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଆଉ ଏଇ ଭିଡିଓଟିକୁ ସ୍ପେଶାଲି ଲାଇକ୍ ଟିକେ କରିଦିଅନ୍ତୁ। ଯାହା ଦ୍ୱାରା ଆମକୁ ଟିକେ ମୋଟିଭେସନ ବି ମିଳିବ, ଆଉ ନୂଆ ନୂଆ ଭିଡିଓ ଆଣିବାକୁ ଆମେ ଆଗ୍ରହ ପ୍ରକାଶ କରିବୁ। ଏବଂ ଆମେ କିଛି ପ୍ଲାନ୍ କରିଥିଲୁ ପ୍ରିଭିୟସ ଇୟରରେ ଯେ ଆମର ଆଗାମୀ ଭିଡିଓ ମାନଙ୍କରେ ଆମେ ଇମ୍ପ୍ଲିମେଣ୍ଟ କରିବାକୁ ଚାହୁଁଛୁ। ତ ସେଟା ବି ଆମେ ବହୁତ ଖୁବ ଶୀଘ୍ର ଇମ୍ପ୍ଲିମେଣ୍ଟ କରିପାରିବୁ। ଦ୍ୟାଟ୍ସ ଇଟ୍। ତ ଏଥିସହିତ ଆମେ ଭିଡିଓଟିକୁ ଏଠି ସମାପ୍ତ କରିବା। ରହୁଛୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।